हालेलुया। प्रभु यीशुଙ୍କର गौरवमय नामରେ ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଜିର ବିଷୟ ହେଉଛି ବ୍ୟବସ୍ଥା ପୂରଣ କରିବା। ହାଲେଲୁୟା। ବ୍ୟବସ୍ଥା ପୂରଣ କରିବା। ଏହି ବିଷୟଟି ଶୁଣିଲା ପରେ କିଛି ବିଶ୍ୱାସିନୀ ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ଗୋଟେ ପ୍ରଶ୍ନ ଉଙ୍କି ମାରୁଥିବ ଯେ ବାଇବେଲ ତ କହୁଛି ବ୍ୟବସ୍ଥା କେହି ପାଳନ କରିପାରିବେ ନାହିଁ, କିନ୍ତୁ ଆଜି ଆମେ ଜାଣିବା ଯେ ଯଦି ଆମେ ବ୍ୟବସ୍ଥା ପାଳନ ନ କରିବା ଆମ ଜୀବନରେ ଆଶୀର୍ବାଦ ଆସିବନି। ଯଦି ବ୍ୟବସ୍ଥା ପାଳନ କରୁନାହେଁ ତାହେଲେ ସ୍ୱର୍ଗ ଯାଇପାରିବା ନାହିଁ। ସ୍ୱର୍ଗ ଯାଇପାରିବା ନାହିଁ। ଏଇ କଥା ମୁଁ କହୁନି, ଏଇ କଥା ଆମମାନଙ୍କର ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁ ହିଁ କହୁଛନ୍ତି। ଆଜି ଆମେ ବାଇବଲରୁ ଜାଣିବା ଯେ ବ୍ୟବସ୍ଥା କେମିତି ପୂରଣ କରିପାରିବା, ଆଉ ବ୍ୟବସ୍ଥା ପୂରଣ କରିବା ଦ୍ୱାରା ଆମମାନଙ୍କର ଜୀବନର ଆଶୀର୍ବାଦ ଓ ସବୁ କିପରି ଆମେ ଯାଇପାରିବା। ଆସନ୍ତୁ ବ୍ୟବସ୍ଥାକୁ ପୂରଣ କରିବା। ଯଦି ଆମେ ମାଥ୍ୟୁ ପୁସ୍ତକ 5 ପର୍ବର 17 ପଦ ଆଉ 20 ପଦ ପଢ଼ିବା। ମାଥ୍ୟୁ ଲିଖିତ ସୁସମାଚାର 5 ପର୍ବର 17 ପଦ ଆଉ 20 ପଦ ଏଠାରେ ଲେଖାଯାଉଛି, ପ୍ରଭୁ ଯୀଶୁ କହୁଛନ୍ତି, ମୁଁ ବ୍ୟବସ୍ଥା କି ଭାବବାଦୀ ମାନଙ୍କ ଧର୍ମଶାସ୍ତ୍ର ଲୋପ କରିବାକୁ ଆସି ନାହିଁ। ଏପରି ଭାବ ନାହିଁ, ଲୋପ କରିବାକୁ ଆସିନାହିଁ, ସଫଳ କରିବାକୁ ଆସିଛି। ହାଲେଲୁୟା। ପ୍ରଭୁ ଯୀଶୁ କ'ଣ କହୁଛନ୍ତି ଯେ ମୁଁ ବ୍ୟବସ୍ଥା କି ଭାବବାଦୀ ମାନଙ୍କର ଧର୍ମଶାସ୍ତ୍ରକୁ ପୁସ୍ତକକୁ ଲୋପ କରିବାକୁ ଆସିନି, କିନ୍ତୁ କ'ଣ କରିବାକୁ ଆସିଛି, ତାକୁ ପୁରା କରିବାକୁ ଆସିଅଛି। ହାଲେଲୁୟା। ଆପଣମାନେ କହିପାରିବେ ପ୍ରଭୁ ଯୀଶୁ ତ ଈଶ୍ୱର, ସେ ବ୍ୟବସ୍ଥାକୁ ପୂରଣ କରିପାରିବେ। ହାଲେଲୁୟା। ବ୍ୟବସ୍ଥାକୁ ବାହାରୁ ବା ଭିତରୁ ହୃଦୟରୁ ପୂରଣ କରିପାରିବେ, କାରଣ ସେ ହେଉଛନ୍ତି କ'ଣ, ଈଶ୍ୱର। ସେ ହେଉଛନ୍ତି ଈଶ୍ୱର, ସେ ପୂରଣ କରିପାରିବେ। କିନ୍ତୁ ମନୁଷ୍ୟ କ'ଣ କରିପାରିବ କି, ବା ଯୀଶୁ କ'ଣ କହୁଛନ୍ତି କି ଯଦି ମୁଁ ପୂରଣ କରୁଛି ତୁମେମାନେ ମଧ୍ୟ ପୂରଣ କର। ଯଦି ଆପଣମାନେ ଏହି ମାଥ୍ୟୁ ପୁସ୍ତକ 5 ପର୍ବର 20 ପଦ ପଢ଼ିବେ, ଲେଖାଯାଉଛି, କାରଣ ମୁଁ ତୁମମାନଙ୍କୁ କହୁଅଛି। କାହାକୁ କହୁଛନ୍ତି? ତୁମମାନଙ୍କୁ, ଅର୍ଥ ଯେଉଁମାନେ ପ୍ରଭୁ ଯୀଶୁକୁ ବିଶ୍ୱାସ ସେ ସମୟରେ କରୁଥିଲେ ବା ଯେଉଁମାନେ ଆଜି ପର୍ଯ୍ୟନ୍ତ ବିଶ୍ୱାସ କରୁଅଛନ୍ତି, ସେଇମାନଙ୍କୁ ପ୍ରଭୁ ଯୀଶୁ କହୁଛନ୍ତି, କାରଣ ମୁଁ ତୁମମାନଙ୍କୁ କହୁଅଛି, ତୁମମାନଙ୍କ ଧାର୍ମିକତା ଶାସ୍ତ୍ରୀ ଓ ଫାରୁସୀ ମାନଙ୍କ ଧାର୍ମିକତା ଅପେକ୍ଷା ଅଧିକ ବେଶୀ ନ ହେଲେ ତୁମେମାନେ କୌଣସି ପ୍ରକାର ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ। ହାଲେଲୁୟା। ଏଠି ପ୍ରଭୁ ଯୀଶୁ ତାଙ୍କୁ ବିଶ୍ୱାସ କରୁଥିବା ଲୋକମାନଙ୍କୁ କହୁଛନ୍ତି ଯେ ତୁମର ଧାର୍ମିକତା ଶାସ୍ତ୍ରୀ ଫାରିସୀ ମାନଙ୍କ ଧାର୍ମିକତା ଠାରୁ ଅଧିକ ହେବା ଦରକାର, ନହେଲେ ଏ ଜଗତର ଆଶୀର୍ବାଦ ପାଇବନି ବା ସ୍ୱର୍ଗକୁ ମଧ୍ୟ ଯାଇପାରିବ ନାହିଁ। ହାଲେଲୁୟା। ଶାସ୍ତ୍ରୀ ଫାରୁସୀ ମାନଙ୍କ ଧାର୍ମିକତା ଠାରୁ ଅଧିକ ହେବା ଦରକାର। ଶାସ୍ତ୍ରୀ ଫାରୁସୀ ମାନେ ଆଉ ବ୍ୟବସ୍ଥାକୁ ପୂରଣ କରୁଥିଲେ କେମିତି? ଉପରୁ ବାହାରୁ ଲୋକ ଦେଖେଇବା ପାଇଁ, ପ୍ରଶଂସା ପାଇବା ପାଇଁ। କିନ୍ତୁ ପ୍ରଭୁ ଯୀଶୁ କହୁଛନ୍ତି ତାଙ୍କ ଠାରୁ ଟିକେ ଅଧିକ ତୁମକୁ ଧାର୍ମିକତା କରିବାକୁ ପଡ଼ିବ। କ'ଣ? ସେମାନେ ବାହାରୁ କରୁଛନ୍ତି, ତୁମେ ଭିତରୁ କରିବା ସହିତ ବାହାରୁ ମଧ୍ୟ କରିବାକୁ ପଡ଼ିବ। ହାଲେଲୁୟା। କାରଣ ଲୋକମାନେ ଆଜି ଧାର୍ମିକତା ବା ନିଜେ ଧାର୍ମିକ ବୋଲି ଦେଖେଇ ହୁଅନ୍ତି କେମିତି? ବାହାରୁ ଧର୍ମ କର୍ମ ଭଲ କାମ କରିବେ, କିନ୍ତୁ ଭିତରେ ତାଙ୍କର ପାପ ଅଧର୍ମ ଚାଲିଥିବ, ବ୍ୟବସ୍ଥାର ବିରୁଦ୍ଧ କାମ ଚାଲିଥିବ। କିନ୍ତୁ ପ୍ରଭୁ ଯୀଶୁ କହୁଛନ୍ତି ଶାସ୍ତ୍ରୀ ଫାରୁସୀ ମାନଙ୍କ ଧାର୍ମିକତା ଠାରୁ ଅଧିକ ନହେଲେ ସ୍ୱର୍ଗ ରାଜ୍ୟ ଯାଇପାରିବନି। ଅର୍ଥ ସେମାନେ ବାହାରୁ ଧାର୍ମିକତାକୁ ପ୍ରକାଶ କରୁଛନ୍ତି, ଈଶ୍ୱରଙ୍କର ବ୍ୟବସ୍ଥାକୁ ପୂରଣ କରୁଛନ୍ତି, କିନ୍ତୁ ଭିତରେ ବ୍ୟବସ୍ଥା ବିରୁଦ୍ଧ କାମ ବା ହୃଦୟରେ ବ୍ୟବସ୍ଥା ବିରୁଦ୍ଧର କାମ ଚାଲିଛି। କିନ୍ତୁ ତୁମେ ତୁମର ହୃଦୟ ଭିତରେ ବ୍ୟବସ୍ଥାକୁ ପାଳନ କରିବ, ପୂରଣ କରିବ, ଆଉ ବାହାରେ ମଧ୍ୟ କରିବ। ଯଦି କରୁଛ ତାହେଲେ ତୁମ ଧାର୍ମିକତା ଶାସ୍ତ୍ରୀ ଫାରୁସୀ ମାନଙ୍କ ଧାର୍ମିକତା ଠାରୁ ଅଧିକ ହବ, ଆଉ ତୁମେମାନେ ସ୍ୱର୍ଗ ଯାଇପାରିବ ବା ଏ ଜଗତରେ ଆଶୀର୍ବାଦ ପାଇପାରିବ। ହାଲେଲୁୟା। ଏହା କିପରି ସମ୍ଭବ? ଏହା କ'ଣ ସମ୍ଭବ? ପ୍ରଭୁ ଯୀଶୁଙ୍କ ପାଇଁ ସମ୍ଭବ ଥିଲା, କାରଣ ସେ ଈଶ୍ୱର ଥିଲେ। କିନ୍ତୁ ଛାର ମନୁଷ୍ୟ ଯେଉଁ ବିଶ୍ୱାସୀ ଭାଇ ଭଉଣୀମାନଙ୍କ ନିମନ୍ତେ ଏହା କ'ଣ ସମ୍ଭବ? ହଁ ଆଜ୍ଞା, ଏହା ସମ୍ଭବ। ଆଗକୁ ଆମେ
ଜାଣିବା। ଯଦି ଗାଲାତୀୟ ପୁସ୍ତକ 3 ପର୍ବର 10 ପଦ ପଢିବା, ଗାଲାତୀୟ ପୁସ୍ତକ 3 ପର୍ବର 10 ପଦ ଲେଖାଯାଏ, କାରଣ ଯେତେ ଲୋକ ବ୍ୟବସ୍ଥାର କ୍ରିୟାକର୍ମ କରନ୍ତି ସେମାନେ ଶାପଗ୍ରସ୍ତ। କ'ଣ ଅର୍ଥ? ଯୋଉମାନେ ବ୍ୟବସ୍ଥାକୁ ପୂରଣ କରିବା ପାଇଁ ଚେଷ୍ଟା କରନ୍ତି ସେମାନେ କ'ଣ ହେବେ? ଶାପଗ୍ରସ୍ତ। ଅର୍ଥ କ'ଣ? ନା ପୃଥିବୀରେ ଆଶୀର୍ବାଦ ପାଇବେ ନା ସ୍ୱର୍ଗକୁ ଯାଇପାରିବେ। କିନ୍ତୁ ପ୍ରଭୁ ଯୀଶୁ କହୁଛନ୍ତି ଯେ ତୁମକୁ ବ୍ୟବସ୍ଥାକୁ ପାଳନ କରିବାକୁ ପଡ଼ିବ। କିନ୍ତୁ ଏଠି ଗାଲାତୀୟ ପୁସ୍ତକ କହୁଛି ଯେ ଯିଏ ବ୍ୟବସ୍ଥା କର୍ମ କରିବ ସେ କ'ଣ ହବ? ଶାପଗ୍ରସ୍ତ ହବ। କାହିଁକି? ତା ତଳକୁ ପୁରା ପଢିବା, ଯେଣୁ ଲେଖା ଅଛି ଯେ କେହି ବ୍ୟବସ୍ଥା ପୁସ୍ତକରେ ଲିଖିତ ସମସ୍ତ କଥା ପାଳନ କରିବା ପାଇଁ ସେଥିରେ ନିତ୍ୟ ପ୍ରଭୁତ୍ୱ ନ ହୁଏ ସେ ଶାପଗ୍ରସ୍ତ। ହାଲେଲୁୟା। କ'ଣ ଲେଖା ହେଉଛି? ନା ଶାପଗ୍ରସ୍ତ ଏଥିପାଇଁ ବ୍ୟବସ୍ଥାରେ ଥିବା ପ୍ରତ୍ୟେକ ଆଜ୍ଞା ଗୁଡ଼ାକ, ପ୍ରତ୍ୟେକ ବିଧି ଗୁଡ଼ାକ ଯଦି ଆମେ ନିୟମିତ ଭାବରେ ମଲା ପର୍ଯ୍ୟନ୍ତ ଯଦି ପାଳନ କରୁନାହେଁ, ଗୋଟେ ବି ଯଦି ପାଳନ କରୁନାହେଁ, ତାହେଲେ ମୁଁ କ'ଣ ହେଇଯିବି? ନା ବ୍ୟବସ୍ଥାର ବିରୋଧୀ ଲୋକ ହେଇଯିବି, ଆଉ ସେଥିପାଇଁ ମୁଁ ଶାପଗ୍ରସ୍ତ ହେବି। ବ୍ୟବସ୍ଥା କହୁଛି ଯେ କେହି ପାଳନ କରିପାରିବେ ନାହିଁ। ମତେ ଯଦି ପାଳନ କରିବା ପାଇଁ ଚାହୁଁଛ ତ ସବୁ ଯାକ ମଲା ପର୍ଯ୍ୟନ୍ତ ନିୟମିତ ଭାବରେ ପ୍ରତ୍ୟେକ ସମୟରେ ପ୍ରତ୍ୟେକ ମୁହୂର୍ତ୍ତରେ ତୁମେ ପାଳନ କରିବାକୁ ପଡ଼ିବ। ନ କରିବ ତାହେଲେ ତ ବ୍ୟବସ୍ଥାର ଉଲ୍ଲଂଘନ କରିବ, ବିରୋଧୀ କାମ କରିବ, ଆଉ ତୁମେ କ'ଣ ହବ? ନା ଶାପଗ୍ରସ୍ତ ହବ। ତ ଏହା କ'ଣ ସହଜ ଅଟେ ଗୋଟେ ମନୁଷ୍ୟ ପାଇଁ ବ୍ୟବସ୍ଥା ପୂରଣ କରିବା? ହଁ ଆଜ୍ଞା, ସହଜ ଅଟେ। ବ୍ୟବସ୍ଥା ପୂରଣ କରିବା ପାଇଁ ବାକ୍ୟ ଏଇ ବାଇବେଲ ଆଉ କ'ଣ କୁହେ? ନା ବାଟ ବତାଏ। ତାକୁ ଆଜି ଆମେ ଜାଣିବା। ମାଥ୍ୟୁ ପୁସ୍ତକ 22 ପର୍ବର 35 ପଦରୁ ନେଇକି 39 ପଦର ଶେଷ ପର୍ଯ୍ୟନ୍ତ। ମାଥ୍ୟୁ ପୁସ୍ତକ 22 ପର୍ବର 35 ପଦରୁ ନେଇକି 39 ପଦର ଶେଷ ପର୍ଯ୍ୟନ୍ତ। ଏଇ ଜାଗାରେ କ'ଣ ହେଇଛି? ନା ଫାରୁସୀ ମାନେ ପ୍ରଭୁ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ଆସି ପଚାରୁଛନ୍ତି ଯେ ଆଜ୍ଞା କୋଉ ଆଜ୍ଞା ଆଉ ଶ୍ରେଷ୍ଠ ଆଜ୍ଞା ଅଟେ? ତ ପ୍ରଭୁ ଯୀଶୁ ତାଙ୍କୁ ବଢିଆ ଆନ୍ସର ଦଉଛନ୍ତି। ସେ କହୁଛନ୍ତି ତୁମେ ଆପଣ ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଦେଇ ପ୍ରଭୁ ଆପଣ ଈଶ୍ୱରଙ୍କୁ ପ୍ରେମ କର, ଏହା ହିଁ ଶ୍ରେଷ୍ଠ ଆଜ୍ଞା। ଏହା ହେଉଛି ପ୍ରଥମ ଆଜ୍ଞା। ଆଉ ଦ୍ୱିତୀୟ ଆଜ୍ଞାଟି ଏହା ସଦୃଶ୍ୟ କ'ଣ? ନା ପ୍ରତିବାସୀ କି ଆତ୍ମତୁଲ୍ୟ ପ୍ରେମ କର। ହାଲେଲୁୟା। 10 ଆଜ୍ଞା, 10 ଆଜ୍ଞା ଉପରେ ପୁରା ବାଇବେଲଟା କ'ଣ ହେଇଛି? ନା ଲେଖା ଯାଇଛି। 10 ଆଜ୍ଞାରୁ ଛୋଟ ଛୋଟ ଆଜ୍ଞା ବିଧି ଗୁଡ଼ା କ'ଣ ହେଇଛି? ନା ବାହାରିଛି। ତ ପ୍ରଭୁ ଶ୍ରୀ କ'ଣ କରୁଛନ୍ତି? ନା ଏଇ 10 ଆଜ୍ଞାକୁ 2ଟି ଆଜ୍ଞାରେ କ'ଣ କରୁଛନ୍ତି? ନା ଭାଗ କରୁଛନ୍ତି। କ'ଣ? ନା ସମସ୍ତ ପ୍ରାଣ, ଅନ୍ତଃକରଣ, ମନ ଦେଇ ଆଉ ଈଶ୍ୱରଙ୍କୁ ପ୍ରେମ କର। ଗୋଟେ ଭାଗରେ ଭାଗ କଲେ ସେ ହେଉଛି ପ୍ରଥମ ଆଜ୍ଞା। ଦ୍ୱିତୀୟ ଆଜ୍ଞାଟି ହେଉଛି କ'ଣ? ନା ପ୍ରତିବାସୀଙ୍କୁ ପ୍ରେମ କର। ଏହାର ଅର୍ଥ ଯଦି ମୁଁ ପ୍ରେମ କରୁଛି ଈଶ୍ୱରଙ୍କୁ, ଯଦି ପ୍ରତିବାସୀ ବା ଲୋକମାନଙ୍କୁ ପ୍ରେମ କରୁଛି, ତାହେଲେ ମୁଁ 10 ଆଜ୍ଞାକୁ ବା ବ୍ୟବସ୍ଥାକୁ ବା ବିଧିକୁ କ'ଣ କରୁଛି? ନା ପାଳନ ବା ପୂରଣ କରି ପାରୁଛି। ଯଦି ମୁଁ ପ୍ରେମ କରୁଛି ତାହେଲେ 10 ଆଜ୍ଞା ବା ବ୍ୟବସ୍ଥା ବା ମାଓବାଦୀମାନଙ୍କ ପୁସ୍ତକରେ ଥିବା ପ୍ରତ୍ୟେକ ବିଷୟକୁ ମୁଁ ପାଳନ ବା ପୂରଣ କରିପାରିବି। ଯଦି ଆପଣ ଗାଲାତୀୟ ପୁସ୍ତକ 5 ପର୍ବର 14 ପଦ ପଢିବେ, ଲେଖା ହେଉଛି କାରଣ ସମସ୍ତ ବ୍ୟବସ୍ଥା ଏହି ଗୋଟିଏ ବାକ୍ୟରେ ସିଦ୍ଧ ହୁଏ। ସମସ୍ତ ବ୍ୟବସ୍ଥା, ଯେତେ ବି ବାଇବେଲରେ ବ୍ୟବସ୍ଥା ଅଛି, ଯେତେ ବି ବିଧି ଗୁଡ଼ାକ ଅଛି, ଲେଖ ସମସ୍ତ ବ୍ୟବସ୍ଥା ଏହି ଗୋଟିଏ ବାକ୍ୟରେ ସିଦ୍ଧ ହୁଏ, ତୁମେ ଆପଣା ପ୍ରତିବାସୀ କି ଆତ୍ମତୁଲ୍ୟ ପ୍ରେମ କର। ହାଲେଲୁୟା। ଆପଣ ଚାହାନ୍ତି ବ୍ୟବସ୍ଥାକୁ ପୂରଣ କରିବା ପାଇଁ, ତାହେଲେ ଆପଣଙ୍କୁ ପ୍ରତିବାସୀକୁ ବା ଈଶ୍ୱରଙ୍କୁ ପ୍ରେମ କରିବାକୁ ପଡ଼ିବ। ଆତ୍ମତୁଲ୍ୟ ଅର୍ଥ ନିଜକୁ ଯେମିତି ଭଲ ପାଉଛନ୍ତି ସେମିତି ଈଶ୍ୱରଙ୍କୁ ବା ଲୋକମାନଙ୍କୁ ପ୍ରତିବାସୀକି ପ୍ରେମ କରିବାକୁ ପଡ଼ିବ। ଯଦି ପ୍ରେମ କରୁଛନ୍ତି ତାହେଲେ ଏଇ ପ୍ରେମଟା ହିଁ କ'ଣ କରିବ? ନା ସମସ୍ତ ବ୍ୟବସ୍ଥାକୁ କ'ଣ କରିବ? ପୂରଣ କରିବ ବା ସିଦ୍ଧ କରିବ। ହାଲେଲୁୟା। ଲୋକମାନେ ଭାବନ୍ତି ବ୍ୟବସ୍ଥା ପାଳନ କରିହେବ ନାହିଁ। ଆଜ୍ଞା, ଯଦି ବ୍ୟବସ୍ଥା ପାଳନ ନ କରିବେ ଆଶୀର୍ବାଦ ଆପଣଙ୍କ ଜୀବନରେ ନାହିଁ। ଯଦି ବ୍ୟବସ୍ଥା ପାଳନ ନ କରିବେ ସ୍ୱର୍ଗକୁ ଯାଇପାରିବେନି। ବାଇବେଲକୁ ଯଦି ଆମେ ଡିପ୍ ଭାବରେ ପଢ଼ିବା
ताहले आमे जानी परिबा जे गोटे पक्षरे व्यवस्था को आमे पालन करि परिबा नाही काहेकि जदि मु मोर ताकत को लगाउची मु मोर बल को लगाउची मोर टैलेंट को लगाउची ताले मु केबे भी व्यवस्था को पालन करि परिबी नाही किंतु यदि प्रेम को लगाउछ से प्रेम मोहर नु आगु आमे जानिबा से प्रेम कहार होबा दरकार व्यवस्था मु निजे चाहि कि निजे बल द्वारा निजे ज्ञान द्वारा केबे पालन करि परिबिनी हेई पारे ऊपर ऊपर पालन करि लोक देखिया पय ई साधु की फारुस माने कहतले किंतु प्रकृत रे जेमति पालन करिवा अर्थ निज हृदय भितरु केबे पालन करि परिबी नाही आ सेति पय प्रभु यीशु हमको बाट बतै कि जाइचंती केमिति हम व्यवस्था पूर्ण करिवा जदि मो प्रेम करूची त व्यवस्था को कहूची ना पालन करूची जदि हम पढिबा गालात्य पुस्तक 5 पर्वर 22 पद वर्तमान में जानिबा जे प्रेम द्वारा तो आम व्यवस्था को पालन करिपरिबा कि से प्रेमटा मोर हबो ना आउ कहार हबो कारण आम निज प्रेम द्वारा भी व्यवस्था को पालन करिपरिबा नाही से प्रेम आउ जनकर हबा दरकार जे आउ जन से प्रेम होउची त व्यवस्था को आम पालन आराम से करिपरिबा से प्रेम कहार बर्तन आम जानिबा यदि गालात्य पुस्तक 5 पर्वर 22 पद पढ़िबा लिखा जाउची किंतु आत्मा को फल प्रेम हालेलुया से प्रेम कहार हवा दरकार ना आत्मा बा पवित्र आत्मा जे कि ईश्वर अटंती जे कि यीशु अटंती जे कि पिता परमेश्वर अटंती त्रिएक परमेश्वर लिखा होची आत्मा को फल प्रेम तापर लिखा जाउची कोन ना आनंद शांति दीर्घ सहिष्णुता परोपकारिता भद्रता विश्वासता मृदुता और आत्म संयम एई समस्त विरुद्ध रे कौनसी व्यवस्था नाही जदि पवित्र आत्मा आम मान भीतर अछंती ताले सीए कौन करिवे ताकर फल बा ताकर कर्म गुडा कौन करिवे आम भीतर उत्पन्न करिवे आ से फल बा से कर्म गुडा को नै कि आमे से फल कर्म अनुसार जीवन को जीवा ताले आमे कौन करिबा ना व्यवस्था को पूर्ण बा पालन करिबा सेति पय लिखा होची ए समस्त विरुद्ध रे कौनसी प्रकार व्यवस्था नाही जदि मुही भली अपन जीवन जीउची तले व्यवस्था मत दोषी करबन मत दंड लगेबन से कहबो तू कौन करछु ना तू मते पालन करछु मते पूर्ण करछु तो सहित मु खुशी होता हालेलुया अपन चाहती व्यवस्था पालन करिया पाए प्रथम विषय होची ईश्वर का आत्मा आपन मान के भीतर रहिबा दरकार सी आपन भीतर रहिबो तले सी ताहांकर फल ताहांकर कर्म गुडा को आपन भीतर उत्पन्न करिबो ताकू नै कि जीवन आपन जीवे आजकल व्यवस्था को आपण पूर्ण करि परिबा आ गोटे शेष पद पढ़िबा रोमियो पुस्तक 7 पर्वर 4 पद रोमियो पुस्तक 7 पर्वर 4 पद एनु हे मोर भाई माने ख्रीष्टक शरीर द्वारा तुम माने मध्य व्यवस्था प्रति मृत होई अछ जेबे तुमे माने अन्य सहित संयुक्त हुओ अर्थात आम्भे माने ईश्वर निमंते फल उत्पन्न करिबा पाई जे मृत्यु उत्थापित होई अछन ताहांक सहित संयुक्त हुओ हालेलुया मृत्यु किए उत्थापित होइछन केवल प्रभु यीशु ही मले तृतीय दिन से जी उठिले तो एठी पाउल कहउछंती जे मृत्यु जी उठिले ताहांक सहित तुमे संयुक्त हो काहेकि संयुक्त हो ताहांक सहित संयुक्त हले कोन हबो ना ताहांकर फल गुडा कोन हबो ना तुम भीतर उत्पन्न हबो हालेलुया हालेलुया जते बेले आमे माने पवित्र आत्मा को पाऊ बा यीशु को आत्मा को पाऊ पाइला परे ताहांक सहित संयुक्त हो ताहांक सहित समय काटू ताहांक सहित उठू बसु जगत आमर आ प्राथमिक स्थान न थाए कि पवित्र आत्मा आमनकर प्राथमिक स्थान थाए जे ताहांक सहित आमे सहभागिता रखिबा संगति रखिबा सेतेले कोन हुए ना आम भीतर पवित्र आत्मा करबा प्रभु यीशुर फल जोटा कि प्रेम आनंद शांति दीर्घ सहिष्णुता परोपकारिता ए सब जगह फल कौन हुए ना उत्पन्न हुए और से फल द्वारा कौन करथो आम माने व्यवस्था को पूर्ण बा पालन करिथा हालेलुया मनुष्य निजे चाहि कि व्यवस्था को पालन करि परिबो नाही हालेलुया किंतु जदि पवित्र आत्मा बा यीशु को आत्मा जे आम के भीतर अछंती आ ताहांक सहित हमर संपर्क गभीर अटे तांक सहित आम जीवन काटुचु ताले सीए तांकर फल तांकर कर्म गुड़ाक आम भीतर कौन करेंगे ना फलैबे बाहर करेंगे उत्पन्न करेंगे आ ताहाकु व्यवहार करिकी आम व्यवस्था को पूर्ण
ବା ପାଳନ କରିପାରିବୁ। ହାଲେଲୁୟା। ଆପଣ ଚାହାନ୍ତି ବ୍ୟବସ୍ଥାକୁ ପାଳନ କରିବା ବା ପୂରଣ କରିବା ପାଇଁ, ତାହେଲେ ପବିତ୍ର ଆତ୍ମା ଆପଣ ଭିତରେ ବାସ କରିବା ଦରକାର। ଖାଲି ସେତିକିରେ ହବନି, ତାହାଙ୍କ ସହିତ ଯେମିତି ସ୍ୱାମୀ ସ୍ତ୍ରୀ ଜୀବନ କାଟନ୍ତି ସେମିତି ସହଭାଗିତାରେ ଜୀବନ କାଟିବାକୁ ପଡ଼ିବ। ଯଦି କାଟୁଛନ୍ତି ତାହେଲେ ନିହାତି ସେ ଫଳକୁ ଉତ୍ପନ୍ନ କରିବେ, ଆଉ ତାକୁ ବ୍ୟବହାର କରିକି ଆପଣ ବ୍ୟବସ୍ଥାକୁ ପାଳନ ବା ପୂରଣ କରିବେ। ହାଲେଲୁୟା। ପ୍ରଭୁ ଯୀଶୁ ଆପଣ ସମସ୍ତଙ୍କୁ ଏ ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ପ୍ରଭୁ ଯୀଶୁ ଧନ୍ୟବାଦ, କାରଣ ବ୍ୟବସ୍ଥା ଯଦି ଆମେ ପାଳନ କରୁନେ ପୂରଣ କରୁନେ ତାହେଲେ ନା ଏଇ ଜଗତରେ ଆମେ ଆଶୀର୍ବାଦ ପ୍ରାପ୍ତ ହବ ନା ସ୍ୱର୍ଗକୁ ଯାଇପାରିବ। ଆଉ ଧନ୍ୟବାଦ ଦିଏ ଯେ ତୁମେ ଆମ ପବିତ୍ର ଆତ୍ମାଙ୍କୁ ଦେଇଛ, ଯାହାଦ୍ୱାରା ଆମେ ବ୍ୟବସ୍ଥାକୁ ପାଳନ ବା ପୂରଣ କରିବୁ, ଜଗତର ଆଶୀର୍ବାଦ ପ୍ରାପ୍ତ ହବୁ, ସ୍ୱର୍ଗକୁ ମଧ୍ୟ ଯାଇପାରିବୁ। ଧନ୍ୟବାଦ ଧନ୍ୟବାଦ। ବାକ୍ୟ କହିବା ପାଇଁ ଯେତେ ଲୋକ ଶୁଣୁଛନ୍ତି ସମସ୍ତେ ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହେଉଛନ୍ତି। ଧନ୍ୟବାଦ ଦେଉଛି ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି। ଆମେନ୍ ଆମେନ୍ ଆମେନ୍। ପ୍ରଭୁ ଯୀଶୁ ଆପଣ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।